ବୟସ ବଢ଼ିବାଟା ତ ଏକ ସାଧାରଣ କଥା, କିନ୍ତୁ କ'ଣ ହେବ ଯଦି କୁହାଯାଏ ଯେ ଏହାକୁ ଓଲଟାଇ ଦେବାର ଏକ ପ୍ରାଚୀନ ରହସ୍ୟ ଅଛି? ହଁ, ଆଜି ଆମେ ସେହି ଯୌଗିକ ବିଜ୍ଞାନର ଗଭୀରତାକୁ ଯିବା, ଯାହା ଯୌବନକୁ ପୁଣିଥରେ ଫେରାଇ ଆଣିବାର ପଥ ଦେଖାଏ। ଆମେ ସମସ୍ତେ କେବେ ନା କେବେ ଆଇନା ସାମ୍ନାରେ ଠିଆ ହୋଇ ନିଜକୁ ପଚାରିଛେ, ଆଖି ତଳର ସେହି କଳା ଦାଗ, ଚେହେରାରେ ସୂକ୍ଷ୍ମ ରେଖା କିମ୍ବା ହଠାତ୍ ଦେଖାଦେଇଥିବା ସେହି ଧଳାବାଳ ଆଉ ସେହି ପୂର୍ବଭଳି ଶକ୍ତିର ଅଭାବ, ଏସବୁ କ'ଣ କେବଳ ସମୟର ଖେଳ ନା ଏହା ପଛରେ ଆଉ କିଛି କାରଣ ଲୁଚି ରହିଛି? କଳ୍ପନା କରନ୍ତୁ ତ 300 ବର୍ଷରୁ ଅଧିକ ବଞ୍ଚିବା ଆଉ ତାପରେ ବି 25 ବର୍ଷର ଯୁବକ ଭଳି ଦିଶିବା। ଏକଥା ଶୁଣିବାକୁ କାହାଣୀ ପରି ଲାଗୁଥାଇପାରେ, କିନ୍ତୁ ହିମାଳୟର ଯୋଗୀମାନଙ୍କ ପାଇଁ ଏହା ଥିଲା ବାସ୍ତବତା। ତେବେ କ'ଣ ପ୍ରକୃତରେ ବାର୍ଦ୍ଧକ୍ୟକୁ ଅଟକାଇବା ସମ୍ଭବ? ଏହାର ଉତ୍ତର କାୟାକଳ୍ପ ନାମକ ଏକ ପ୍ରାଚୀନ ବିଜ୍ଞାନରେ ଲୁଚି ରହିଛି। ତେବେ ଏହି କାୟାକଳ୍ପର ମୂଳ କଥାଟା କ'ଣ? ଯୋଗୀମାନେ ବାର୍ଦ୍ଧକ୍ୟକୁ କେମିତି ଦେଖନ୍ତି? ସେମାନଙ୍କ ମତରେ ଆମ ଶରୀର ଭିତରେ ପ୍ରତି ମୁହୂର୍ତ୍ତରେ ଗୋଟିଏ ଯୁଦ୍ଧ ଚାଲିଛି। ଆସନ୍ତୁ, ଅମୃତ ଏବଂ ଅଗ୍ନିର ଏହି ଆଭ୍ୟନ୍ତରୀଣ ସଂଗ୍ରାମକୁ ବୁଝିବା। ଭାବିନିଅନ୍ତୁ, ଆମ ମୁଣ୍ଡ ଭିତରେ ଗୋଟିଏ ଅମୃତର କଳସ ଅଛି, ଯାହାକୁ ଯୋଗଶାସ୍ତ୍ରରେ ସୋମଚକ୍ର କୁହାଯାଏ। ସେଥିରୁ ଟୋପା ଟୋପା ହୋଇ ଜୀବନ ଦେବା ଭଳି ରସ ଝରୁଥାଏ। ଏହା ହିଁ ଯୌବନର ରହସ୍ୟ। କିନ୍ତୁ ଗୋଟେ ସମସ୍ୟା ଅଛି। ଆମ ନାଭି ପାଖରେ ଅଛି ସୂର୍ଯ୍ୟକେନ୍ଦ୍ର ବା ଜଠରାଗ୍ନି, ଗୋଟେ ଜଳନ୍ତା ନିଆଁ, ଆଉ ମାଧ୍ୟାକର୍ଷଣ ଯୋଗୁଁ ସେ ଅମୃତ ଟୋପା ସିଧା ସେହି ନିଆଁରେ ପଡ଼ି ଜଳିଯାଏ। ଯେତେ ଶୀଘ୍ର ଏହି ଅମୃତ ଜଳିବ, ସେତେ ଶୀଘ୍ର ଆମେ ବୃଦ୍ଧ ହେବା। ତ ପ୍ରଶ୍ନ ହେଉଛି, ଏ ଯେଉଁ ଅମୃତ ଜଳିଯାଉଛି, ତାକୁ କ'ଣ ରୋକାଯାଇପାରିବ? ତାର ପ୍ରବାହକୁ କ'ଣ ଓଲଟାଇ ଦିଆଯାଇପାରିବ? ହଁ, ଆଉ ସେ କଳା ବା ବିଜ୍ଞାନକୁ ହିଁ କୁହାଯାଏ କାୟାକଳ୍ପ। କାୟା ମାନେ ଶରୀର ଆଉ କଳ୍ପ ମାନେ ରୂପାନ୍ତରଣ, ମାନେ ଗୋଟେ ପୁରୁଣା ଦୁର୍ବଳ ଶରୀରକୁ ପୂରାପୂରି ନୂଆ କରିଦେବାର ପ୍ରକ୍ରିୟା। ଆଚ୍ଛା, ତାହେଲେ ଏହି କାୟାକଳ୍ପ କରାଯାଏ କେମିତି? ଯୋଗୀମାନେ ଏହି ବିଶାଳ ବିଜ୍ଞାନକୁ ସହଜରେ ବୁଝିବା ପାଇଁ ଏହାକୁ 4ଟି ମୁଖ୍ୟ ସ୍ତମ୍ଭ ବା ଚାବିକାଠିରେ ବାଣ୍ଟିଛନ୍ତି। ଆସନ୍ତୁ ସେଗୁଡ଼ିକୁ ଗୋଟି ଗୋଟି କରି ବୁଝିବା। ସବୁଠାରୁ ପ୍ରଥମ ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ, ଏହା ହେଉଛି ଓଜସ୍କୁ ବଞ୍ଚାଇ ରଖିବା। ଦେଖନ୍ତୁ, ଆୟୁର୍ବେଦ କୁହେ ଆମେ ଯାହା ବି ଖାଉଛେ ତାର ସବୁଠୁ ଶେଷ ଆଉ ଶୁଦ୍ଧ ରୂପ ହେଉଛି ଆମର ଯୌନ ଶକ୍ତି ବା ବୀର୍ଯ୍ୟ। ଏହାକୁ ଶରୀରର ସବୁଠୁ ଦାମୀ ସମ୍ପତ୍ତି ବୋଲି କୁହାଯାଏ। ଏହାର ଅର୍ଥ ବହୁତ ଗଭୀର। ଯେତେବେଳେ ଏହି ଶକ୍ତିକୁ ବାହାରକୁ ନଷ୍ଟ ନ କରି ତାକୁ ଶରୀର ଭିତରେ ରଖି ଉପରକୁ, ମାନେ ମସ୍ତିଷ୍କ ଆଡ଼କୁ ନିଆଯାଏ, ସେତେବେଳେ ସେଇଟା ଓଜସ୍ରେ ବଦଳିଯାଏ। ଆଉ ଏହି ଓଜସ୍ ହିଁ ମୁହଁରେ ସେହି ଦିବ୍ୟ ଚମକ ଆଣେ ଆଉ ଶରୀରକୁ ଏତେ ମଜବୁତ କରିଦିଏ ଯେ କୌଣସି ରୋଗ ପାଖ ମାଡ଼ିପାରେନି। ଏବେ ଆସିବା ଦ୍ୱିତୀୟ ସ୍ତମ୍ଭକୁ। ଏହାର ରହସ୍ୟ ଲୁଚି ରହିଛି ଆମର ପ୍ରତିଟି ନିଶ୍ୱାସରେ। ଆମେ ଦିନକୁ ହଜାର ହଜାର ଥର ନିଶ୍ୱାସ ନେଉ, କିନ୍ତୁ କେବେ ଏହା ଉପରେ ଧ୍ୟାନ ଦେଇଛେ କି? ଏଠି ଗୋଟେ ବହୁତ ମଜାଦାର କଥା ଅଛି। ଯୋଗୀମାନେ କହନ୍ତି ଆମକୁ ଭଗବାନ କେତେ ବର୍ଷ ବଞ୍ଚିବୁ ସେଇଟା ଦେଇନାହାନ୍ତି, ବରଂ କେତେ ସଂଖ୍ୟକ ନିଶ୍ୱାସ ନେବୁ ତାର ଗୋଟେ କୋଟା ଦେଇଛନ୍ତି। ଉଦାହରଣ ଦେଖନ୍ତୁ, କଇଁଛ ମିନିଟକୁ ମାତ୍ର 4 ଥର ନିଶ୍ୱାସ ନେ ଆଉ 300 ବର୍ଷ ବଞ୍ଚେ। ଅନ୍ୟପଟେ କୁକୁର ମିନିଟକୁ 60ରୁ ଅଧିକ ଥର ନିଶ୍ୱାସ ନିଏ ଆଉ ତାର ଜୀବନ ମାତ୍ର 10-15 ବର୍ଷ। ଏଥିରୁ ସ୍ପଷ୍ଟ ଯେ ଯିଏ ଯେତେ ଧୀରେ ନିଶ୍ୱାସ ନେବ ତାର ଜୀବନ ସେତେ ଲମ୍ବା ହେବ। ଆଉ ଗୋଟେ କଥା, ଆମର ପ୍ରତ୍ୟେକ ଭାବନା ସହିତ ଆମ ନିଶ୍ୱାସ ଯୋଡ଼ି ହୋଇ ରହିଛି। ଯେତେବେଳେ ଆମେ ରାଗିଯାଉ କିମ୍ବା ବହୁତ ଟେନସନରେ ରହୁ, ଆମ ନିଶ୍ୱାସ ବହୁତ ଜୋରରେ ଚାଲେ। ଏହାର ସିଧାସଳଖ ଅର୍ଥ ହେଲା ଆମେ ନିଜର ସେହି ନିଶ୍ୱାସର ଭଣ୍ଡାରକୁ ବହୁତ ଜଲ୍ଦି ଜଲ୍ଦି ଖାଲି କରିଦେଉଛେ। ମାନେ ରାଗିବା ଦ୍ୱାରା ଆମେ ନିଜ ଆୟୁଷକୁ ନିଜେ କମଉଛେ। ଠିକ୍ ଅଛି, ତେବେ ତୃତୀୟ ସ୍ତମ୍ଭ ହେଲା ଆମ ଶରୀରର ଇନ୍ଧନ, ମାନେ ଆମ ଖାଦ୍ୟ। ଗୋଟେ ସିଧା କଥା, ଯେମିତି ଅନ୍ନ ସେମିତି ମନ, ଆଉ ଶରୀର ବି। ଏହା ସହିତ ଉପବାସର ଯେଉଁ ଚମତ୍କାରୀ ଶକ୍ତି ଅଛି ସେ ବିଷୟରେ ବି ଆମେ ଜାଣିବା। ଯୋଗୀମାନେ ଖାଦ୍ୟକୁ 2 ଭାଗରେ ବାଣ୍ଟନ୍ତି। ଗୋଟେ ହେଲା ସାତ୍ୱିକ ବା ଜୀବନ୍ତ ଖାଦ୍ୟ, ଯେମିତିକି ତାଜା ଫଳ, ପନିପରିବା, ଘିଅ, କ୍ଷୀର, ଏଗୁଡ଼ିକ ଶରୀରକୁ ଶକ୍ତି ଦିଅନ୍ତି। ଆଉ ଗୋଟେ ହେଲା ତାମସିକ ବା ମୃତ ଖାଦ୍ୟ, ଯେମିତିକି ପ୍ୟାକେଟ୍ ଖାଦ୍ୟ, ବାସି ଖାଦ୍ୟ, ମାଂସ, ଏଗୁଡ଼ିକ ଶରୀରର ଶକ୍ତିକୁ ଶୋଷି ନିଅନ୍ତି ଆଉ ଭିତରେ ବିଷ ତିଆରି କରନ୍ତି। କିନ୍ତୁ ଖାଲି କ'ଣ ଖାଇବା, ସେଇଟା ଗୁରୁତ୍ୱପୂର୍ଣ୍ଣ ନୁହେଁ। କେବେ କେବେ ନ ଖାଇବା ତାଠୁ ବି ବେଶୀ ଗୁରୁତ୍ୱପୂର୍ଣ୍ଣ। ଏଇ ଯେଉଁ ଉପବାସ କଥା ଆମେ ଶୁଣୁଛେ, ଏଇଟା କୌଣସି ଧାର୍ମିକ କର୍ମକାଣ୍ଡ ନୁହେଁ। ଏହା ପଛରେ ଏକ ବହୁତ ବଡ଼ ଆଧୁନିକ ବୈଜ୍ଞାନିକ ସତ୍ୟ ଲୁଚି ରହିଛି। ଆଧୁନିକ ବିଜ୍ଞାନ ଏହି ପ୍ରକ୍ରିୟାକୁ ଅଟୋଫେଜି ନାଁ ଦେଇছে। ଏଇଟା ଏକ ଗ୍ରୀକ୍ ଶବ୍ଦ, ଯାହାର ଅର୍ଥ ହେଉଛି ନିଜକୁ ନିଜେ ଖାଇବା। ଆଶ୍ଚର୍ଯ୍ୟ ଲାଗୁଛି ନା?
ଯେତେବେଳେ ଆମେ ଖାଦ୍ୟ ଖାଉନୁ ଆମ ଶରୀର ନିଜ ଭିତରେ ଥିବା ପୁରୁଣା ଖରାପ ଆଉ ରୋଗଗ୍ରସ୍ତ କୋଷଗୁଡ଼ିକୁ ଖାଇ ସଫା କରିଦିଏ। ଯାହାକୁ ଆମର ପୂର୍ବଜମାନେ ଲଙ୍ଘନ କହୁଥିଲେ, ଆଜିର ବିଜ୍ଞାନ ତାକୁ ହିଁ ଅଟୋଫେଜି କହୁଛି। ଦେଖନ୍ତୁ, ଏହି ପ୍ରକ୍ରିୟାଟା କେତେ ସରଳ। ଆମେ ଉପବାସ କଲେ ପାଚନତନ୍ତ୍ରକୁ ଆରାମ ମିଳିଲା। ସେହି ସମୟରେ ଶରୀର ନିଜ ଭିତରେ ଖୋଜିବା ଆରମ୍ଭ କରେ କେଉଁ କୋଷ ଦୁର୍ବଳ ଅଛି, କେଉଁଠି ଖରାପ ଜିନିଷ ଜମା ହୋଇଛି। ତାପରେ ସେହି ସବୁ ଖରାପ କୋଷଗୁଡ଼ିକୁ ଖାଇ ଶକ୍ତିରେ ପରିଣତ କରିଦିଏ ଆଉ ତା ଜାଗାରେ ନୂଆ ସୁସ୍ଥ କୋଷ ତିଆରି କରେ। ଏହାଠୁ ବଡ଼ ସର୍ଭିସିଂ ଆଉ କ'ଣ ହୋଇପାରେ? ଆଉ ଏବେ ଆସିବା ଚତୁର୍ଥ ଏବଂ ଶେଷ ସ୍ତମ୍ଭକୁ। ଏହା ଆମର ବାହ୍ୟ ଜଗତ ନୁହେଁ, ବରଂ ଆମର ଆଭ୍ୟନ୍ତରୀଣ ଦୁନିଆ ବିଷୟରେ। ଏଥିରେ ଧ୍ୱନି, ସୂର୍ଯ୍ୟଙ୍କର ଶକ୍ତି, ଆମର ନିଦ ଆଉ ସବୁଠୁ ବଡ଼ କଥା ଆମ ମନର ପ୍ରଭାବ ସାମିଲ ଅଛି। ଯେମିତିକି ଓମ୍ ମନ୍ତ୍ରର ଉଚ୍ଚାରଣ। ଏହା କେବଳ ଏକ ଧ୍ୱନି ନୁହେଁ, ଏହା ଏକ କମ୍ପନ ଯାହା ଶରୀରର ପ୍ରତିଟି କୋଷକୁ ମାଲିସ କରି ତାକୁ ପୁଣିଥରେ ସଜାଡ଼ି ଦିଏ। ସେହିପରି ସକାଳର କଣିଆ ଖରା, ଏହା ତ ଏକ ମାଗଣା ଔଷଧ। ରାତିରେ ଠିକ୍ ସମୟରେ ଶୋଇବା, ବିଶେଷ କରି ବାମ ପଟକୁ ମାଡ଼ି ଶୋଇବା ଦ୍ୱାରା ପାଚନ ଭଲ ହୁଏ। ଆଉ ସବୁଠୁ ଜରୁରୀ, ଚିନ୍ତା ନ କରିବା। କାରଣ ଚିନ୍ତା ଚିତା ସମାନ, ଯିଏ ଯେତେ ଚିନ୍ତା କରେ ତାର ଚେହେରା ସେତେ ଶୀଘ୍ର ମଉଳିଯାଏ। ଆଚ୍ଛା, ଏତେ ସବୁ କଥା ତ ଆମେ ଜାଣିଲେ, କିନ୍ତୁ ପ୍ରଶ୍ନ ହେଉଛି, ଆଜିର ଏହି ଦୌଡ଼ାଦୌଡ଼ି ଜୀବନରେ ଏସବୁ କରିବା କ'ଣ ସମ୍ଭବ? ଏଥିପାଇଁ କ'ଣ ସବୁ ଛାଡ଼ି ହିମାଳୟ ଯିବାକୁ ପଡ଼ିବ? ବିଲକୁଲ ନୁହେଁ। କିଛି ଛୋଟ ଛୋଟ ଅଭ୍ୟାସୀ ବଡ଼ ପରିବର୍ତ୍ତନ ଆଣିପାରିବ। ଆସନ୍ତୁ ଦେଖିବା ଏକ ସରଳ ଦୈନିକ ଚେକ୍ଲିଷ୍ଟ। ସକାଳୁ ଉଠି 15 ମିନିଟ୍ କଅଁଳ ଖରାରେ ବସନ୍ତୁ। ତାପରେ 10 ମିନିଟ୍ ପାଇଁ ଆଖି ବନ୍ଦ କରି ଧୀରେ ଧୀରେ ଗଭୀର ନିଶ୍ୱାସ ନିଅନ୍ତୁ। ଦିନର ଆରମ୍ଭ ଚା ବା କଫିରୁ ନୁହେଁ, ବରଂ ଗୋଟେ ଗ୍ଲାସ୍ ପାଣିରୁ କରନ୍ତୁ। 5 ମିନିଟ୍ ଓମ୍ ଜପ କରନ୍ତୁ। ଦେଖିବେ ପୁରା ଶରୀରରେ ଗୋଟେ ନୂଆ ଶକ୍ତି ଆସିଯିବ। ଆଉ ସପ୍ତାହରେ ଗୋଟିଏ ଦିନ ଉପବାସ ବା ହାଲକା ଖାଦ୍ୟ। ବାସ୍ ଏତିକି। ଏହି ଛୋଟ ପଦକ୍ଷେପ ନେଇ ଦେଖନ୍ତୁ, କିଛି ମାସ ଭିତରେ ଏକ ଅଦ୍ଭୁତ ପରିବର୍ତ୍ତନ ଅନୁଭବ କରିବେ। ଶେଷରେ ଏହି ପ୍ରଶ୍ନଟି ଉପରେ ଟିକେ ଭାବନ୍ତୁ। ଆମେ ଯେଉଁ ଯୌବନର ଝରଣାକୁ ବାହାରେ ଖୋଜୁଛୁ, କ'ଣ ହେବ ଯଦି ସେଇଟା ବାହାର ନୁହେଁ, ବରଂ ଆମ ଭିତରେ ହିଁ ଅଛି? ଆଉ ତାକୁ ପ୍ରତିଦିନ ନିଜ ଅଭ୍ୟାସ ଦ୍ୱାରା ଗଢ଼ିବାକୁ ପଡ଼େ। ବାର୍ଦ୍ଧକ୍ୟ ତ ଶରୀରର ଏକ ଅବସ୍ଥା ମାତ୍ର, ଆତ୍ମାର ନୁହେଁ। ଏହି ଶରୀର ଗୋଟେ ମନ୍ଦିର ପରି। ତେବେ ଆସନ୍ତୁ ଏହାର ଯତ୍ନ ନେବା। ଏହି ପ୍ରାଚୀନ ଜ୍ଞାନକୁ କେବଳ ଶୁଣିବାନି, ନିଜ ଜୀବନରେ ଏହାକୁ ଆପଣାଇବା।